ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା 12 ଜଣ ପ୍ରଧାନ ସ୍ୱର୍ଗଦୂତ ଏବଂ ସେମାନଙ୍କର କାମ। ତେବେ ଚାଲନ୍ତୁ ବନ୍ଧୁଗଣ, ଆଉ ଅଧିକ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ପରମେଶ୍ୱର ନିକଟରେ ଯେଉଁ ପ୍ରଧାନ ସ୍ୱର୍ଗଦୂତମାନେ ଅଛନ୍ତି, ସେମାନେ ପରମେଶ୍ୱରଙ୍କ ନିମନ୍ତେ ଏବଂ ମନୁଷ୍ୟମାନଙ୍କ ନିକଟରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି। ପ୍ରତ୍ୟେକ ପ୍ରଧାନ ଦୂତଙ୍କ ନିକଟରେ ସ୍ୱତନ୍ତ୍ର ଶକ୍ତି ଏବଂ କ୍ଷମତା ରହିଅଛି, ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଆଦେଶ ପ୍ରାପ୍ତ ହୋଇ ଆମ୍ଭମାନଙ୍କର ଆତ୍ମିକ ଯାତ୍ରାର ସହବର୍ତ୍ତୀ ହୋଇଥାନ୍ତି। ଏହି ଭିଡ଼ିଓରେ ଆମେ 12 ଜଣ ପ୍ରଧାନ ଦୂତ ଏବଂ ସେମାନଙ୍କର ଶକ୍ତି ବିଷୟରେ ଜାଣିବା। 12 ଜଣ ପ୍ରଧାନ ଦୂତମାନଙ୍କ ମଧ୍ୟରୁ ପ୍ରଥମରେ ଆସିବେ ସ୍ୱର୍ଗଦୂତ ମିଖାଏଲ, ଯାହାଙ୍କୁ ସ୍ୱର୍ଗର ଯୋଦ୍ଧା ବୋଲି କୁହାଯାଏ, ଯାହାଙ୍କୁ ମନୁଷ୍ୟର ରକ୍ଷକ ଭାବରେ ମଧ୍ୟ ପ୍ରକାଶ କରାଯାଏ। ଏହି ମିଖାଏଲ ବିଷୟରେ ଆପଣ ପାଇପାରିବେ ପ୍ରକାଶିତ ବାକ୍ୟ 12 ପର୍ବ 7-12, ଜିହୁଦା 1-9, ଦାନିଏଲ 10-13। ଏହି ମିଖାଏଲ ସ୍ୱର୍ଗଦୂତ ନ୍ୟାୟ ଏବଂ ଧାର୍ମିକତାର ପ୍ରତୀକ ଅଟନ୍ତି। ମିଖାଏଲ ଶବ୍ଦର ଅର୍ଥ ହେଉଛି ଈଶ୍ୱରଙ୍କ ପରି କିଏ ଅଟେ। ନିଜର ଖଡ୍ଗ ଏବଂ ଢାଲ ଦ୍ୱାରା ମିଖାଏଲ ଅନ୍ଧକାରର ଶକ୍ତି ଗୁଡ଼ିକ ସହିତ ଯୁଦ୍ଧ କରିଥାନ୍ତି ଏବଂ ଆତ୍ମିକ ଯୁଦ୍ଧରେ ଆମମାନଙ୍କୁ ସୁରକ୍ଷା ଦେଇଥାନ୍ତି। ଏହାଦ୍ୱାରା ଆମମାନଙ୍କୁ ନିଶ୍ଚିନ୍ତ କରିଥାନ୍ତି ଯେ ପରମେଶ୍ୱରଙ୍କ ଶକ୍ତି ଅସୀମ ଅଟେ। ଆଉ ଦ୍ୱିତୀୟ ପ୍ରଧାନ ଦୂତ ଗାବ୍ରିଏଲ। ଗାବ୍ରିଏଲ ଦୂତଙ୍କୁ ଆଧ୍ୟାତ୍ମିକ ବାର୍ତ୍ତା ବହନକାରୀ ବୋଲି କୁହାଯାଏ। ଗାବ୍ରିଏଲ ପରମେଶ୍ୱରଙ୍କ ନିକଟରୁ ବାର୍ତ୍ତାକୁ ବହନ କରିଥାନ୍ତି। ଗାବ୍ରିଏଲ ଶବ୍ଦର ଅର୍ଥ ହେଉଛି ଈଶ୍ୱର ମୋହର ବଳ ଅଟନ୍ତି। ଈଶ୍ୱରଙ୍କ ନିକଟରୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଆମମାନଙ୍କୁ ପ୍ରଦାନ କରିଥାନ୍ତି। ଏହାଙ୍କ ବିଷୟରେ ଆପଣ ପାଇପାରିବେ ଦାନିଏଲ 9:21, ଲୁକ 1:1-11, ଲୁକ 1 ପର୍ବ 26 ଏବଂ 28। ପ୍ରିୟ ବନ୍ଧୁଗଣ, ଆଗକୁ ବଢ଼ିବା ପୂର୍ବରୁ ଗୋଟିଏ କଥା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଯଦି ଶେଷ ପର୍ଯ୍ୟନ୍ତ ନ ଦେଖିବେ ତେବେ ଆପଣ ଜାଣିପାରିବେ ନାହିଁ ବାକି 10 ଜଣ ସ୍ୱର୍ଗଦୂତ କେଉଁଠୁ ଆସିଲେ, ଆଉ ସେଟା ବାଇବଲରେ କେଉଁଠି ଲେଖା ଅଛି, କେଉଁ ଜାଗାରେ ଲେଖା ଅଛି, କାହିଁକି ଲେଖା ଅଛି, ଏ ସମସ୍ତ ବିଷୟ କିଛି ବି ବୁଝିପାରିବେ ନାହିଁ। ଆଉ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଗୁଡ଼ିକ ଉଙ୍କି ମାରିବ ଯେ ପ୍ରକୃତରେ ସ୍ୱର୍ଗଦୂତ ମାନେ କିଏ, କେଉଁଠୁ ଆସିଲେ। ତେଣୁ ଯଦି ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଦେବେ ତେବେ ଆପଣଙ୍କ ମନରେ କୌଣସି ବି ସନ୍ଦେହ ରହିବ ନାହିଁ ଯେ ବାକି ଯେଉଁ 10 ଜଣ ସ୍ୱର୍ଗଦୂତ ଅଛନ୍ତି ସେମାନେ କେଉଁଠୁ ଆସିଲେ ଏବଂ କେଉଁଠି ଲେଖା ଅଛି। ସେଥିପାଇଁ ମୋର ବିନୀତ ଅନୁରୋଧ, ଦୟାକରି ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖିବେ, ତେବେ ଯାଇ ବୁଝିପାରିବେ। ଏବଂ ତୃତୀୟ ହେଉଛି ପ୍ରଧାନ ଦୂତ ରାଫେଲ। ଏହାଙ୍କୁ ଆରୋଗ୍ୟକାରୀ ଦୂତ ଭାବରେ ବର୍ଣ୍ଣନା କରାଯାଏ। ପରମେଶ୍ୱର ଏହି ଦୂତଙ୍କୁ ଆରୋଗ୍ୟ କରିବାର ଶକ୍ତି ପ୍ରଦାନ କରିଛନ୍ତି। ଆଉ ଚତୁର୍ଥ ହେଉଛି ପ୍ରଧାନ ଦୂତ ଉରିଏଲ। ଏହାଙ୍କୁ ଜ୍ଞାନ ପ୍ରଦାନକାରୀ ଦୂତ ବୋଲି କହନ୍ତି। ଆଧ୍ୟାତ୍ମିକ ବିଷୟ ଗୁଡ଼ିକ, ଗଭୀର ଆତ୍ମିକ ବିଷୟ ଗୁଡ଼ିକ ବୁଝିବା ନିମନ୍ତେ ଏହି ଦୂତ ପରମେଶ୍ୱରଙ୍କ ଠାରୁ ଜ୍ଞାନ ପ୍ରଦାନ କରିଥାନ୍ତି। ପ୍ରକୃତରେ ଐଶ୍ୱରିକ ବିଷୟ ଗୁଡ଼ିକ, ଈଶ୍ୱରଙ୍କ ଇଚ୍ଛାକୁ ବୁଝିବା ପାଇଁ ଏହି ଦୂତ ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। ନିଜର ଖଡ୍ଗ ଦ୍ୱାରା ଏହି ଦୂତ ଅଜ୍ଞାନତା ଏବଂ ସନ୍ଦେହକୁ ଖଣ୍ଡନ କରିଥାନ୍ତି। ଏହା ଫଳରେ ଆମମାନଙ୍କର ଆତ୍ମିକ ପଥ ଉଜ୍ଜଳମୟ ହୁଏ। ଆଉ ପଞ୍ଚମରେ ଆସିବେ ପ୍ରଧାନ ଦୂତ ମେଟାଟ୍ରୋନ। ଏହି ଦୂତଙ୍କ କାର୍ଯ୍ୟ ହେଉଛି ଇଏ ଆଧ୍ୟାତ୍ମିକ ବିଷୟ ଗୁଡ଼ିକର ରେକର୍ଡକୁ ବଜାୟ ରଖିବା ନିମନ୍ତେ କାମ କରିଥାନ୍ତି। ଏହି ଦୂତ ମନୁଷ୍ୟମାନଙ୍କର ପ୍ରତିଟି କାର୍ଯ୍ୟକଳାପର ରେକର୍ଡକୁ ରଖିଥାନ୍ତି। ଆମ୍ଭେମାନେ ଯାହା କିଛି ଆତ୍ମିକ କାର୍ଯ୍ୟକଳାପ କରୁ ତାହାର ଗାଇଡ୍ ଏହି ସ୍ୱର୍ଗଦୂତ କରିଥାନ୍ତି। ଏବଂ ଷଷ୍ଠ ପ୍ରଧାନ ଦୂତ ସାମୁଏଲ। ସର୍ତ୍ତବିହୀନ ପ୍ରେମର ଇଏ ପ୍ରତୀକ ଅଟନ୍ତି। ଏହି ନାମର ଅର୍ଥ ହେଉଛି ସିଏ ଯେ ଈଶ୍ୱରଙ୍କୁ ଖୋଜେ। ଆମମାନଙ୍କ ଜୀବନରେ ଧୈର୍ଯ୍ୟ, ପ୍ରେମ, କ୍ଷମାକୁ ଏହି ସ୍ୱର୍ଗଦୂତ ସୃଷ୍ଟି କରିଥାନ୍ତି। ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଏହି ସ୍ୱର୍ଗଦୂତ ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। ଆଉ ସପ୍ତମ ହେଉଛି ପ୍ରଧାନ ଦୂତ ଜଫିଏଲ। ଏହି ଦୂତଙ୍କର କାର୍ଯ୍ୟ ହେଉଛି ସୁନ୍ଦରତା ଏବଂ ଆଲୋକ ପ୍ରଦାନ କରିବା। ଏହି ନାମ ଈଶ୍ୱରଙ୍କ ସୁନ୍ଦରତାକୁ ପ୍ରକାଶ କରିଥାଏ। ଜୀବନରେ ସୁନ୍ଦରତା ଏବଂ ଆଲୋକ ପାଇବା ନିମନ୍ତେ ଏହି ଦୂତ ଆମକୁ ସାହାଯ୍ୟ କରିଥାନ୍ତି। ଏବଂ ଅଷ୍ଟମ
ଅଷ୍ଟମ ହେଉଛି ପ୍ରଧାନ ଦୂତ ଜାଡକିଏଲ। ଏହାଙ୍କୁ ଦୟାର ଦୂତ ଭାବରେ ବର୍ଣ୍ଣନା କରାଯାଇଥାଏ। ଏହି ନାମର ଅର୍ଥ ହେଉଛି ଈଶ୍ୱରଙ୍କ ଧାର୍ମିକତା। ଏହି ଦୂତ ଦୟା ଏବଂ କ୍ଷମାକୁ ପରିପ୍ରକାଶ କରିଥାନ୍ତି। ଜାଡକିଏଲ ଦୂତ ଧୈର୍ଯ୍ୟ ଉତ୍ପନ୍ନ କରିଥାନ୍ତି ଏବଂ ଆମକୁ ସାହାଯ୍ୟ କରିଥାନ୍ତି ନିଜ ଦୋଷକୁ ସ୍ୱୀକାର କରିବା ନିମନ୍ତେ। ଆଉ ଆମ୍ଭର ସମ୍ପର୍କରେ ପୁନର୍ନିର୍ମାଣ କରିବାରେ ଇଏ ସାହାଯ୍ୟ କରିଥାନ୍ତି। ଏବଂ ନବମ ହେଉଛି ପ୍ରଧାନ ଦୂତ ହାନିଏଲ। ଏହାଙ୍କୁ ଆନନ୍ଦ ଏବଂ ସମନ୍ୱୟ ରକ୍ଷାର ଦୂତ ବୋଲି କୁହାଯାଏ। ଏହି ନାମ ଈଶ୍ୱରଙ୍କର ଗୌରବକୁ ପ୍ରତିପାଦନ କରିଥାଏ। ଏହି ଦୂତ ପ୍ରତି ମୁହୂର୍ତ୍ତରେ ଈଶ୍ୱରଙ୍କ ନିକଟରେ ଆନନ୍ଦ କରିବା ନିମନ୍ତେ ଆମମାନଙ୍କୁ ସ୍ମରଣ କରାଇ ଦେଇଥାନ୍ତି। ଏବଂ ଦଶମ ହେଉଛି ପ୍ରଧାନ ଦୂତ ରିଗଲ। ଏ ନାମର ଅର୍ଥ ହେଉଛି ଈଶ୍ୱରଙ୍କର ବନ୍ଧୁ। ଏହି ଦୂତ ନ୍ୟାୟ ଏବଂ ଶକ୍ତିର ପ୍ରତୀକ ଅଟନ୍ତି। ଆଉ ସମାନତା ରକ୍ଷା କରିବା ଏବଂ ସମସ୍ୟାର ପୁନଃ ସମାଧାନ କରିବାରେ ଏହି ଦୂତ ଅନ୍ୟତମ ଅଟନ୍ତି। ସେଥିପାଇଁ ସେ ମନୁଷ୍ୟମାନଙ୍କୁ ଗାଇଡ କରନ୍ତି। ଏକ ସମନ୍ୱୟ ସମାଜ ଗଠନ କରିବା ନିମନ୍ତେ ସେ ସାହାଯ୍ୟ କରିଥାନ୍ତି। ଏବଂ 11ତମ ହେଉଛି ପ୍ରଧାନ ଦୂତ ଏରିଏଲ। ଏହି ନାମର ଅର୍ଥ ହେଉଛି ଈଶ୍ୱରଙ୍କ ସିଂହ ଶାବକ। ପ୍ରାକୃତିକ ଜଗତକୁ ରକ୍ଷା କରିବା ପାଇଁ ନିଯୁକ୍ତ ଅଟନ୍ତି। ଏଲିଏଲଙ୍କର ଶକ୍ତି ସମ୍ପୂର୍ଣ୍ଣ ଭାବରେ ପୃଥିବୀ ଏବଂ ପୃଥିବୀରେ ଥିବା ପ୍ରାଣୀମାନଙ୍କ ସହ ସମ୍ପୃକ୍ତ ଅଟେ। ପ୍ରତ୍ୟେକ ଜୀବିତ ପ୍ରାଣୀ ସହିତ ସିଧାସଳଖ ସେ ସଂଯୁକ୍ତ ଅଟନ୍ତି। ଏବଂ 12ତମ ହେଉଛି ପ୍ରଧାନ ଦୂତ ଇସ୍ରାଏଲ। ଏହାକୁ ମହାମାରୀର ଦୂତ ବୋଲି କୁହାଯାଏ। ଏ ନାମର ଅର୍ଥ ହେଉଛି ଯାହାକୁ ଈଶ୍ୱର ସାହାଯ୍ୟ କରନ୍ତି। ତେବେ ଯେତେ ବି ସ୍ୱର୍ଗଦୂତ ଅଛନ୍ତି ସେମାନଙ୍କର ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ଶକ୍ତି ଏବଂ କ୍ଷମତା ରହିଅଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ତ 12 ଜଣ ପ୍ରଧାନ ଦୂତ ଏବଂ ସେମାନଙ୍କର କାର୍ଯ୍ୟ ବିଷୟରେ ଜାଣିଲେ, କିନ୍ତୁ ପ୍ରକୃତ ବିଷୟବସ୍ତୁ ଏବେ ଏଇଠୁ ଆରମ୍ଭ ହେବ। ଯେଉଁ 12 ଜଣ ପ୍ରଧାନ ଦୂତଙ୍କ ବିଷୟରେ ଆପଣ ଶୁଣିଲେ, ସେମାନଙ୍କ ମଧ୍ୟରୁ କେବଳ 2 ଜଣଙ୍କ ନାମ ହିଁ ବାଇବେଲ ଭିତରେ ଲେଖା ଅଛି। ପ୍ରଥମ ମିଖାଏଲ, ଯାହାଙ୍କୁ ସ୍ୱର୍ଗର ଯୋଦ୍ଧା ବୋଲି କୁହାଯାଏ, ଆଉ ଯାହାଙ୍କ କାମ ହେଉଛି ଅନ୍ଧକାରର ଶକ୍ତି ଗୁଡ଼ିକ ସହିତ ଯୁଦ୍ଧ କରିବା। ଏବଂ ଦ୍ୱିତୀୟ ହେଉଛି ଗାବ୍ରିଏଲ, ଯାହାଙ୍କୁ ବାର୍ତ୍ତା ପ୍ରଦାନକାରୀ ଦୂତ ବୋଲି କୁହାଯାଏ। ତେବେ ଆପଣ ଭାବୁଥିବେ ବାକି 10 ଜଣ ସ୍ୱର୍ଗଦୂତ କେଉଁଠୁ ଆସିଲେ? ପ୍ରିୟ ବନ୍ଧୁଗଣ, ଆପଣଙ୍କର ଜାଣିବା ନିମନ୍ତେ ମୁଁ କହି ରଖୁଛି ଯେ ବାକି 10 ଜଣ ସ୍ୱର୍ଗଦୂତଙ୍କ ବିଷୟରେ କ୍ୟାଥୋଲିକ ବାଇବେଲରେ ଲେଖା ଅଛି। ଆମେ ଯେଉଁ ବାଇବେଲ ପାଠ କରୁ ସେଠାରେ ଟୋଟାଲ 66ଟି ପୁସ୍ତକ ରହିଅଛି, କିନ୍ତୁ କ୍ୟାଥୋଲିକ ବାଇବେଲରେ 73ଟି ପୁସ୍ତକ ରହିଅଛି। ଆଉ ଯେତେବେଳେ ପୁରାତନ କାଳରେ ବାଇବେଲ ଜ୍ଞାନୀମାନେ ଯାଞ୍ଚ କଲେ ପ୍ରକୃତରେ କେଉଁ ପୁସ୍ତକ ଗୁଡ଼ିକ ପରମେଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଛି, ଆଉ ସେତେବେଳେ ସେମାନେ ଏକ ପରୀକ୍ଷା କଲେ। ସେ ପରୀକ୍ଷାରେ ସେମାନେ କିଛି ପୁସ୍ତକ ଗୁଡ଼ିକ ବାଇବେଲରେ ଅନ୍ତର୍ଭୁକ୍ତ କରିନଥିଲେ। ଆଉ କ୍ୟାଥୋଲିକ ଖ୍ରୀଷ୍ଟିଆନ ମାନେ ସେ ସମସ୍ତ ପୁସ୍ତକ ଗୁଡ଼ିକୁ ମଧ୍ୟ ବିଶ୍ୱାସ କରିଥାନ୍ତି, ଯେହେତୁ ବାକି 10 ଜଣ ସ୍ୱର୍ଗଦୂତଙ୍କ ବିଷୟରେ କ୍ୟାଥୋଲିକ ମାନଙ୍କର ବାଇବେଲରେ ଲେଖା ଅଛି। ତେଣୁ ଏହା ଆପଣ ଡିସାଇଡ କରନ୍ତୁ ଯେ ଆପଣ ସେଗୁଡ଼ିକ ଗ୍ରହଣ କରିବେ କି ନୁହେଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆଜି ମୁଁ ଏଇଠାରେ ବିଦାୟ ନେଉଛି। ପୁଣି ଖୁବ୍ ଶୀଘ୍ର ଆସିବି ଆଉ ଏକ ଇଣ୍ଟରେଷ୍ଟିଂ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ନେଇକି ଆପଣଙ୍କ ନିମନ୍ତେ। ତେବେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହିଲି ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। हालेलुया।